ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ପୁଣି ଆସିଲା ପାଣିପାଗ ବଡ଼ ଖବର। ଓଡ଼ିଶାରେ ଏହି ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବ। ପବନ ସହ ବିଜୁଳି ଘଡ଼ଘଡ଼ି ଏବଂ ଘଣ୍ଟା ପ୍ରତି 30ରୁ 40 କିଲୋମିଟରରୁ ଅଧିକ ପବନ ବେଗ ବହିବ। ଆଜିର ପାଣିପାଗ ସଠିକ୍ ଜାଣିବା ପାଇଁ ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଦର୍ଶକ ବନ୍ଧୁ। ଆଉ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଦେଖୁଛନ୍ତି ତାହେଲେ ସବସ୍କ୍ରାଇବ୍ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଆଉ ନିଜ ବନ୍ଧୁମାନଙ୍କ ପାଖକୁ ନିହାତି ଭାବରେ ସେୟାର କରନ୍ତୁ, ଯିଏ ଆପଣଙ୍କର ଚାଷୀ ବନ୍ଧୁ। ଆଜି ମାର୍ଚ୍ଚ 21 ତାରିଖ। ଓଡ଼ିଶାର କେତେକ ଜିଲ୍ଲାରେ କାଳବୈଶାଖୀ ଜାରି କରିବ। ଘଡ଼ଘଡ଼ି ସହ ବର୍ଷା, ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା। ଉପକୂଳ ଅଭ୍ୟନ୍ତର ଓଡ଼ିଶାରେ ପବନ ବେଗ ଅଧିକା ବଢ଼ିବ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବାୟୁମଣ୍ଡଳ ଜଳୀୟ ବାଷ୍ପ ପ୍ରଭାବ ଯୋଗୁଁ 21 ତାରିଖରେ ଓଡ଼ିଶାର କିଛି ଜିଲ୍ଲାରେ ପାଗ ବଦଳି ଯାଉଛି। ବିଶେଷ କରି କାଳବୈଶାଖୀ ଜନିତ ବର୍ଷା ଓ ପବନ ହେବାର ସମ୍ଭାବନା ଅଧିକ ଅଛି। କେଉଁ ଜିଲ୍ଲାରେ ବର୍ଷା ହେବ? ବିଶେଷ କରି ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାରେ ଜିଲ୍ଲାଗୁଡ଼ିକରେ ବର୍ଷାର ପ୍ରଭାବ ଅଧିକ ହେବ। ସେଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼। ଉପକୂଳ ଓଡ଼ିଶା ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର। ଏହି ଜିଲ୍ଲାମାନଙ୍କର କିଛି ସ୍ଥାନରେ ହାଲୁକା ମଧ୍ୟମ ଧରଣରୁ ବର୍ଷା ହେବାର ସମ୍ଭାବନା ଅଛି। ଦକ୍ଷିଣ ଓଡ଼ିଶା, କନ୍ଧମାଳ ଏବଂ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ମେଘୁଆ ପାଗ ସହ ଛିଟପଟ ବର୍ଷା ହେବାର ସମ୍ଭାବନା ଅଛି। ପବନ ସ୍ଥିତି ଘଣ୍ଟା ପ୍ରତି 30ରୁ 40 କିଲୋମିଟରରୁ ଅଧିକ ପବନ ବେଗ ବହିବ। ଚାଷୀଙ୍କ ପାଇଁ ସୂଚନା। ଆପଣ ଯଦି ଖୋଲା ପଡ଼ିଆରେ ଚାଷ କରୁଛନ୍ତି, ଚାଷ କରିବା ସମୟରେ ବିଜୁଳି ଘଡ଼ଘଡ଼ି ମାରୁଛି, ତାହେଲେ ଆପଣ ପାଖରେ ଥିବା କିଛି ଭଙ୍ଗା ଘର ବା ଭଲ ଘରରେ ଆପଣ ଆଶ୍ରା ନିଅନ୍ତୁ। ଦର୍ଶକ ବନ୍ଧୁ, ପାଣିପାଗ ଖବର ଅଧିକା ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ। ଆଉ ଭିଡ଼ିଓଟି ଗୋଟେ ଲାଇକ୍ କରନ୍ତୁ, ଯାହାଫଳରେ ଆପଣମାନେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଆପଣମାନଙ୍କୁ ପାଖକୁ ସର୍ବପ୍ରଥମେ ପହଞ୍ଚି ପାରିବ, ଯାହାଫଳରେ ଆପଣମାନେ ସଠିକ୍ ଖବର ପାଇପାରିବେ।